ଆପଣଙ୍କ ପରିଚୟ? ମୁଁ ଶ୍ରୀ ସତ୍ୟନାରାୟଣ ସେବା ଟ୍ରଷ୍ଟ ସଭାପତି ଚନ୍ଦନ କୁମାର ମରଣା। ଆଜି ଆମେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାନଗର ଗ୍ରାମର ପ୍ରଫୁଲ୍ଲ ସାମଲଙ୍କ ଭାଇଙ୍କ ଘରକୁ ଆଜି ପହଞ୍ଚିଥିଲୁ। ବିଗତ ଦିନରେ ଆମ ଅନୁଷ୍ଠାନ ସକ୍ରିୟ ସଦସ୍ୟ ସର୍ବେଶ୍ୱର ସାମଲ ଭାଇ ଏହି ଦୁଃଖଦ ଖବର ଆମକୁ ଜଣାଇଥିଲେ। ପ୍ରଫୁଲ୍ଲ ସାମଲଙ୍କ ଯେଉଁ ସହଧର୍ମିଣୀ ମୋ ପାଖରେ ଠିଆ ହେଇଛନ୍ତି, ସେ ସହଧର୍ମିଣୀ ଆମର ଭାଇଙ୍କୁ ଜଣାଇଥିଲେ। ଆଉ ତାଙ୍କର ସ୍ୱାମୀଙ୍କର ଗୋଟେ ପାଟିରେ ଘା ହେଇଥିଲା ଦୀର୍ଘ 4-6 ମାସ ତଳେ, ଗୋଟେ ଅପରେସନ୍ ମଧ୍ୟ କରିଥିଲେ। ତ ସେ ଘା ଏପର୍ଯ୍ୟନ୍ତ ଶୁଖୁନି। ଘା ନ ଶୁଖା ତ ପୁଣି ଡକ୍ଟରକୁ ଯାଇ ଦେଖାଇଲେ। ଡକ୍ଟରଙ୍କ କହିବା ମୁତାବକ ଆଉ ଥରେ ଏଟାକୁ ଅପରେସନ୍ କରିବାକୁ ପଡ଼ିବ। ଯେହେତୁ ଏ ଜଣେ ଗରିବ ଲୋକ, ତାଙ୍କ ପାଖରେ ପଇସାପତ୍ର ଅଭାବରୁ ଏପର୍ଯ୍ୟନ୍ତ ଚିକିତ୍ସା ଟିକେ ହେଇପାରୁନାହାନ୍ତି, ସେ ଘରେ ପଡ଼ି ରହିଛନ୍ତି। ଏଇଭଳିଆ ଦୁଃଖଦ ଖବର ଆମ ପାଖରେ ପହଞ୍ଚିଲା ପରେ ଆଜି ଆମ ସତ୍ୟନାରାୟଣ ସେବା ଟ୍ରଷ୍ଟ ପରିବାର ତରଫରୁ ଆଜି ଆମେ ତାଙ୍କ ଘରେ ଆସି ପହଞ୍ଚିଛୁ ଏବଂ ତାଙ୍କୁ କିଛି ଆର୍ଥିକ ସାହାଯ୍ୟ କରିଛୁ। ଆଉ ଏ ଭିଡ଼ିଓ ମାଧ୍ୟମରେ ସମସ୍ତ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ବିନୀତ ଅନୁରୋଧ କରୁଛି, ଆଉ ଯଦି କେହି ଆସିକି ସହଯୋଗ